ରଘୁନାଥପୁର ଓଡ଼ପଡ଼ା ସ୍ଥିତ ସରସ୍ୱତୀ ମଣ୍ଡପରେ ଅବସରପ୍ରାପ୍ତ ସୈନିକଙ୍କ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। ଏହି ଦିବସରେ ସଂଘର ସଭାପତି ସୁଶାନ୍ତ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇଯାଇଥିଲା। ସମ୍ପାଦକ ବିରଞ୍ଚି ନାରାୟଣ ମହାନ୍ତି, ଜିଲ୍ଲା ସଂଯୋଜକ ଦେବାଶିଷ ଦାସ ସଭା ପରିଚାଳନା କରିଥିଲେ। କୁନି ଝିଅ ସଭା ପରିଚାଳନାରେ ସହଯୋଗ କରିଥିଲେ। ସୈନିକ ପରିବାରର ସମସ୍ତ ସଦସ୍ୟ ସଂଘର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଗାମୀ ଦିନରେ ଉନ୍ନତିମୂଳକ ଓ ସଂଗଠନ ଭିତ୍ତିକ କାର୍ଯ୍ୟ କିପରି କରିବାକୁ ସଫଳ ରୂପାୟନ ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରିବା ସହିତ ଶପଥ ନେଇଥିଲେ। ଏହି ଅବସରରେ ସୈନିକ ସଂଘ ପକ୍ଷରୁ ଜଗତସିଂହପୁର ଜିଲ୍ଲାରେ ବାସ କରୁଥିବା ସମସ୍ତ ଜନସାଧାରଣଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ। ଏହି ସଭାରେ ପୂର୍ବତନ ସୈନିକ ପରିବାର ସଦସ୍ୟ ରାଜକିଶୋର ବେହେରା, ଅଜୟ କୁମାର ସାହାଣୀ, ତପନ ବେହେରା, ରବିନାରାୟଣ ପଣ୍ଡା, ଗୁଣନିଧି ରଥ, ବିନୋଦ ବିହାରୀ ମହାନ୍ତି, ମାଧବାନନ୍ଦ ସ୍ୱାଇଁ, ଚିତ୍ତରଞ୍ଜନ ଗୋଚ୍ଛାୟତ ଏହି ସଭାରେ ଉପସ୍ଥିତ ଥିଲେ। ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକରୁ ମଳୟ କୁମାର ପାଣିଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।